ଆପଣମାନେ ଜାଣିଥିବେ ପୋର୍ଟ ଭିତରେ ଯେଉଁ ଗୋଟେ ଦୁଃଖଦ ଘଟଣା ଘଟି ଯାଇଥିଲା। ଆମର 2 ଜଣ ଗାଡ଼ି ଚାଳକ ଆକସ୍ମିକ ମୃତ୍ୟୁ ଘଟିଥିଲା ଦୁର୍ଘଟଣାରେ। ସେଥିପାଇଁ ଆମର ଆଡ଼ିସନାଲ୍ ଏସ୍ପିଙ୍କ କାର୍ଯ୍ୟାଳୟରେ ଗୋଟେ ମିଟିଂ କରାଯାଇଥିଲା। ଆମେ ସମସ୍ତେ ଉପସ୍ଥିତ ଥିଲୁ। ବନ୍ଦରର କର୍ତ୍ତୃପକ୍ଷ, ଡମ୍ପର ଓନର ଆସୋସିଏସନ୍, ଡିସିଜ୍ ବା ଯେଉଁମାନେ ମୃତ୍ୟୁ ଡ୍ରାଇଭରଙ୍କ 2 ଜଣଙ୍କ ପରିବାର ବର୍ଗ ସମସ୍ତଙ୍କ ସହମତି ଭିତରେ ନିଷ୍ପତ୍ତି ନିଆଗଲା। ତାଙ୍କୁ ଯାହା ଯାହା ସାହାଯ୍ୟ ଥିଲା ଦିଆଗଲା। ପ୍ରଶାସନ ତରଫରୁ ମଧ୍ୟ ସମସ୍ତ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦିଆଗଲା। ତତ୍କ୍ଷଣାତ୍ ତାଙ୍କୁ 2 ଲକ୍ଷ ଯେଉଁ କୁହାଯାଇଥିଲା, କଣ୍ଡୋଇ ଟ୍ରାନ୍ସପୋର୍ଟରୁ ମଧ୍ୟ ତାଙ୍କୁ 2 ପରିବାରଙ୍କୁ 4 ଲକ୍ଷର ନଗଦ ରାଶି ଆକାରରେ ଚେକ୍ ଆଜି ପ୍ରଦାନ କରାଗଲା। ତାଙ୍କୁ ମଧ୍ୟ ଆପଣମାନେ ଜାଣିଛନ୍ତି ପୋର୍ଟ ତରଫରୁ 10 ଲକ୍ଷ ଲେଖାଏଁ 2 ପରିବାରକୁ 20 ଲକ୍ଷ ଟଙ୍କା ମଧ୍ୟ ଆର୍ଥିକ କ୍ଷତିପୂରଣ ମିଳିବ। ତା ସହିତ ସେମାନଙ୍କର EPF PF ଯାହା ଯାହା ଅଛି ପାଇବେ। ଷ୍ଟିଭେଡର୍ସ ଆସୋସିଏସନ୍ ମଧ୍ୟ ସେମାନଙ୍କୁ 5,20,000 ତାମାନେ 10,40,000 2ଟି ପରିବାର ମଧ୍ୟ ପାଇବେ। ସମସ୍ତ ପ୍ରକାର ପର୍ଯ୍ୟାପ୍ତ ଆର୍ଥିକ ପ୍ରୋତ୍ସାହନ ସହ ଯାହା ଯାହା ସାହାଯ୍ୟ ସରକାରଙ୍କ ତରଫରୁ, ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଯେଉଁ ତ୍ୱରିତ ପଦକ୍ଷେପ ନିଆଯିବା କଥା, ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, SP ସାର୍ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ କରାଯାଇଛି।